नमस्ते ମୁଁ ଆପଣଙ୍କ କହୁଛୁ ଶ୍ରୀମଦ୍ ଭାଗବତ ଗୀତା କାଲି ସାଂଖ୍ୟ ଯୋଗର 47, 48, 49 ନମ୍ବର ଶ୍ଲୋକ ଟିକେ କହୁଥିଲି। ଆଜି 50, 51 ନମ୍ବର ଶ୍ଲୋକ ଟିକେ କହୁଛି। ଏହା ହେଲା 50 ନମ୍ବର। ବୁଦ୍ଧିଯୁକ୍ତେ ଜହାତେହ ଉଭୟେ ସୁକୃତା ଦୁଷ୍କୃତେ ତସ୍ମାଦ୍ ଯୋଗୟମ୍ ଯଜୁସ୍ୱଂ ଯୋଗା କର୍ମସ୍ୱ କୌଶଲମ୍। ଏହାର ଅର୍ଥ ହେଲା ସମବୁଦ୍ଧି ସମ୍ପୂର୍ଣ୍ଣ ମନୁଷ୍ୟ ପୁଣ୍ୟ ଓ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି, ଅତୀତ ସେଥିରୁ ମୁକ୍ତି ହେଇଯାଆନ୍ତି। ତେଣୁ ତମେ ସମତ୍ଵ ରୂପକ ଯୋଗରେ ଲାଗିଯାଅ। ଏହି ସମତ୍ଵ ରୂପକ ଯୋଗ ହିଁ କର୍ମରେ କୁଶଳତା, ଅତୀତ କର୍ମବନ୍ଧନରୁ ମୁକ୍ତି ପାଇବାର ଉପାୟ। ତାପରେ ଶ୍ଲୋକ ହେଲା 51 ନମ୍ବର। କର୍ମଜା ବୁଦ୍ଧିଯୁକ୍ତା ୟେ ଫଲମ୍ ତ୍ಯಕ್ତ୍ವಾ ମନସ୍ୟେନ ଜନ୍ମ ବନ୍ଧନ ନିର୍ଭୀକ୍ତା ପଦା ଗଚ୍ଛନ୍ତ୍ୟେନମିୟମ୍। ଏହାର ଅର୍ଥ ହେଲା କାରଣ ସମବୁଦ୍ଧିରେ ଯୁକ୍ତ ଜ୍ଞାନୀମାନେ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ତ୍ୟାଗ କରି ଜନ୍ମରୂପକ ବନ୍ଧନରୁ ମୁକ୍ତି ହେଇ ନିର୍ଭୀକାର ପରମ ପଦ ପ୍ରାପ୍ତ ହେଇ ଯାଆନ୍ତି। ଆଜିର ଏହି 3ଟା ଶ୍ଲୋକ ପୁଣି ଥରେ କାଲି ମିଶିବା।